ଡଲାର ଏବଂ ସୁନ୍ଦର ପତ୍ନୀ ଦାବି କରିଛନ୍ତି ୟୁଗାଣ୍ଡାର ସେନା ମୁଖ୍ୟ। ୟୁଗାଣ୍ଡା ରାଷ୍ଟ୍ରପତି ତଥା ୟୋୱେରୀ ମୁସେଭେନୀଙ୍କ ପୁଅ ତଥା ଦେଶର ଚିଫ୍ ଅଫ୍ ଡିଫେନ୍ସ ଫୋର୍ସ ତଥା ସିଡିଏଫ୍ ହୁମୁଜି କାନାଇଗୁରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ତୁର୍କୀ ସରକାରଙ୍କୁ ଖୋଳାଖୋଳି ଚେତାବନୀ ଦେଇ 100 କୋଟି ଆମେରିକାନ ଡଲାର ବା 1 ବିଲିୟନ ଏବଂ ତୁର୍କୀର ସବୁଠାରୁ ସୁନ୍ଦର ମହିଳାଙ୍କୁ ନିଜର ପତ୍ନୀ ଭାବେ ଦାବି କରିଛନ୍ତି। ଯଦି 30 ଦିନ ମଧ୍ୟରେ ଏହି ଦାବି ପୂରଣ ନ ହୁଏ ତେବେ କମ୍ପାଲାରେ ଥିବା ତୁର୍କୀ ଦୂତାବାସ ବନ୍ଦ କରିବା ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ମଧ୍ୟ ସେ ଧମକ ଦେଇଛନ୍ତି। ମହିଳା ସଂରକ୍ଷଣ ଅଧିନିୟମ ପାରିତ ପାଇଁ ମୋଦି ସରକାରଙ୍କ କସରତ। ସଂସଦରେ ଲାଗୁ ହେବ ମହିଳା ସଂରକ୍ଷଣ, ଏଥିପାଇଁ ଅଣ୍ଟା ଭିଡ଼ିଥିଲେ ମୋଦି ସରକାର। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଚାଲିଥିଲା। ସଂସଦରେ ମହିଳାଙ୍କ ବେଆଇନ ଅଧିକାର ପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ କେନ୍ଦ୍ର ସରକାର। ଏହାକୁ ନେଇ ସରଗରମ ହୋଇଯାଇଥିଲା ରାଜନୀତି। ଦେଶର ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ମହିଳା କାର୍ଡ ଖେଳିଥିଲେ ମୋଦି ସରକାର। ଇରାନ ପରେ ନେତାନ୍ୟାହୁଙ୍କ ତୁର୍କୀର ଟାର୍ଗେଟ। ଗତ ତୁର୍କୀ ସରକାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ତଥା ବେଞ୍ଜାମିନ ନେତାନ୍ୟାହୁଙ୍କ ସମେତ 35 ଜଣ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ସାଂଘାତିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରତ୍ୟେକ ଅଭିଯୁକ୍ତଙ୍କ ପାଇଁ ସର୍ବାଧିକ 4569 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦାବି କରିଛନ୍ତି। ଅକ୍ଟୋବର 2025ରେ ଗାଜା ଅଭିମୁଖେ ଯାଉଥିବା ମସୁଦ ଫ୍ରୋଟିକା ଉପରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ଇସ୍ତାନବୁଲର ମୁଖ୍ୟ ପବ୍ଲିକ ତଥା ପ୍ରସିକ୍ୟୁଟର ଏହି କଠୋର ଆଇନ ମଧ୍ୟ ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ନିମନ୍ତ୍ରଣ ରକ୍ଷା କରି ଭାରତ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ। ପଡ଼ୋଶୀ ପ୍ରଥମ ନୀତିକୁ ଆହୁରି ସୁଦୃଢ଼ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ନବନିର୍ବାଚନ ପ୍ରଧାନମନ୍ତ୍ରୀ ତଥା ବାଲେନ ସାହାବ ବା ବାଲେନଙ୍କୁ ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ମରିସସରେ ଆୟୋଜିତ ଭାରତ ମହାଶିଖର ସମ୍ମିଳନୀ ଅବସରରେ ନେପାଳର ବୈଦେଶିକ ମନ୍ତ୍ରୀ ତଥା ଶଶୀର ଖାନାଲ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଇରାନର ବନ୍ଦରକୁ ସମସ୍ତ ସାମୁଦ୍ରିକ ପରିବହନକୁ ଏହାର ଅବରୋଧ। ଆମେରିକା କେନ୍ଦ୍ରୀୟ କମାଣ୍ଡ ଏକ ବିବୃତିରେ କହିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ ଏହା 13 ଏପ୍ରିଲ ସ୍ଥାନୀୟ ସମୟ ତଥା ସକାଳ 10ଟାରୁ ଇରାନ ବନ୍ଦରକୁ ସମସ୍ତ ସାମୁଦ୍ରିକ ପରିବହନକୁ ଅବରୋଧ କରିବା ଆରମ୍ଭ କରିବ। ପୂର୍ବରୁ ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ଆଲୋଚନାରେ ମଧ୍ୟ ଆଲୋଚନାର କୌଣସି ଫଳାଫଳ ନ ମିଳିବା ପରେ ଟ୍ରମ୍ପ ଅବରୋଧ କରିଥିଲେ ଯେ ଆମେରିକା ହରମୁଜ ପ୍ରଣାଳୀର ଅବରୋଧ ସହିତ ଆଗକୁ ବଢ଼ିବ। କେଣ୍ଟକମ୍ ଏହାର ମଧ୍ୟ ସୂଚନା ଦେଇଛି। ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ। ଏସ୍ସିବି ଅଗ୍ନିକାଣ୍ଡ ଘଟଣା ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଛି। ଅବସରପ୍ରାପ୍ତ ଜିଲ୍ଲା ତଥା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ଟିଏମ୍ଏସ୍ସିବି ମେଡିକାଲ କଲେଜକୁ ଯାଇ ଅନ୍ୟମାନଙ୍କୁ ପଚରାଉଚରା କରୁଛନ୍ତି। ପ୍ରାଥମିକ ଯାଞ୍ଚ ପରେ ପ୍ରତିକ୍ରିୟା ରଖିଛନ୍ତି ବିଚାର ବିଭାଗୀୟ ତଦନ୍ତ କମିଶନର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ବିଚାରପତି ତଥା ଜଷ୍ଟିସ ଲକ୍ଷ୍ମୀଧର ବିଶ୍ୱାଳ, ଯାହାର ଆବଶ୍ୟକତା ପଡ଼ିବ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ଶାଢ଼ୀ ଦେଖିବାର ବାହାନାରେ 7.5 ଲକ୍ଷ ଟଙ୍କା ମୂଲ୍ୟର 25ଟି ଶାଢ଼ୀ ଲୁଟ୍। ଇନୋଭା କାରରେ ଆସିଲେ ଶାଢ଼ୀ ଦେଖିବା ବାହାନାରେ ସୁଯୋଗ ଦେଖି ଆଣ୍ଠୁରେ ଝାଙ୍କି ଲୁଟି ନେଇଛନ୍ତି 7.5 ଲକ୍ଷ ଟଙ୍କାର 25 ଖଣ୍ଡ ପାଟ ଶାଢ଼ୀ। ଅନୁଗୁଳ ସହରରେ ଥିବା ବୟାନିକା ଶୋରୁମରୁ ଏଭଳି ଅଭିନବ ଢଙ୍ଗରେ ଲୁଟ୍ କରିଛନ୍ତି ଏହି ମହିଳା ଲୁଟେରା ଦଳ। ଏହି ଦିନ 1.15 ବେଳକୁ 6 ଲକ୍ଷ ମହିଳା ଏବଂ ଜଣେ ପୁରୁଷ ବୟାନିକା ଶୋରୁମ ଭିତରକୁ ପଶି ଯାଇଥିଲେ। ଶାଢ଼ୀ ଦେଖିବା ବାହାନା କରି କର୍ମଚାରୀ ନିଜକୁ ମଧ୍ୟ ହଟେଇ ଦେଇଥିଲେ। ସମଲେଶ୍ୱରୀ ମନ୍ଦିରରେ ସଫେଇ ବନ୍ଦ। ସଫେଇ ହେବ ନାହିଁ ଆଉ ସମଲେଶ୍ୱରୀ ମନ୍ଦିର। ସଫେଇ କର୍ମଚାରୀଙ୍କ ଦାବି ଏବଂ ଆଗପାଖି ଦରମା ଦିଅ ଏବଂ ପରେ କାମ। ସମଲେଶ୍ୱରୀ ମନ୍ଦିରରେ କାମ କରୁଥିବା ସଫେଇ କର୍ମଚାରୀ
ମିସ୍ତ୍ରୀ ମାଲିକକୁ 3 ମାସ ହେଲା ଦରମା ମିଳିନି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନାହିଁ ଅଧିକାରୀ, ଯାହା ଫଳରେ ଆଜିଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି ଶତାଧିକ ସଫେଇ କର୍ମଚାରୀ। ଓବିସିସି ଟଙ୍କା ଦେଉନଥିବାରୁ ଦରମା ଦେବାକୁ ସମସ୍ୟା ହେଉଥିବା ନେଇ କହିଛନ୍ତି ଏସଏମସି କମିଶନର ତଥା ରୋହନ ଖତ୍ରୀ। ବିତରଣ କମ୍ପାନୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ। ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କଡ଼ା ନିର୍ଦ୍ଦେଶ ମିଳିଛି। ହିତାଧିକାରୀଙ୍କ ବଡ଼ ବିଲ୍ ବାକି ଥିଲେ ମଧ୍ୟ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି କନକ ବର୍ଦ୍ଧନ ସିଂହଦେଓ। ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଲ୍ ଅନାଦେୟ ହେଲେ ବିଦ୍ୟୁତ ବିଚ୍ଛିନ୍ନ କରାଯିବ ନାହିଁ। କୌଣସି ଡିସ୍କମ୍ ଦ୍ୱାରା ଅନିର୍ଦ୍ଧାରିତ ବିଦ୍ୟୁତ କାଟ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ। ପଶ୍ଚିମ ଓଡ଼ିଶାରେ 45 ଡିଗ୍ରୀ ଛୁଇଁପାରେ ତାତି, ବଢ଼ିବ ତାତି। ଏକାଥରେ 6 ଡିଗ୍ରୀ ବଢ଼ିବ ତାତି। ପ୍ରଚଣ୍ଡ ଖରା ଯୋଗୁଁ ଭୀଷଣ ଗରମ ଆଉ ଗୁଳିଗୁଳି ଅସହ୍ୟ ହେବ। ଆସନ୍ତା 17 ତାରିଖ ଯାଏଁ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇପାରେ। ଟିଟିଲାଗଡ଼, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ ଦିନ ତାପମାତ୍ରା 43 ଡିଗ୍ରୀ ଛୁଇଁପାରେ। ବରଗଡ଼ରେ 42 ଡିଗ୍ରୀ ଏବଂ ବୌଦ୍ଧରେ 41 ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପଶ୍ଚିମ ନିର୍ବାଚନ ଜିତିବାକୁ ପ୍ରସ୍ତୁତ, ଡେରା ପକାଇଛନ୍ତି ଓଡ଼ିଶାର ବିଜେପି ନେତାମାନେ। ପଶ୍ଚିମବଙ୍ଗରେ ନିର୍ବାଚନ ଉପରେ ଓଡ଼ିଶାର ଆଖି ରହୁଛି। ଓଡ଼ିଶା ରାଜ୍ୟ ହୋଇଥିବାରୁ ସାରା ରାଜ୍ୟରେ ଏକ ନିର୍ବାଚନ ଉପରେ ଆପଣଙ୍କ ବିଶ୍ୱାସ ରହୁଛି। ବିଶେଷ କରିକି ଶାସକ ଦଳ ବିଜେପିର ଓଡ଼ିଶା ନେତାଙ୍କ ଫୋକସରେ ରହୁଛି ଏହି ନିର୍ବାଚନ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରିକି କେନ୍ଦ୍ରମନ୍ତ୍ରୀ ଏବଂ ବହୁ ସଂଖ୍ୟାରେ ବିଜେପି ନେତା ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି। ମମତାଙ୍କୁ ଗାଦିରୁ ହଟାଇବା ପାଇଁ ଚଳାଇଛନ୍ତି ଜୋରଦାର କସରତ। ହେଲେ ଆଜି ମଧ୍ୟ ସମସ୍ୟାରେ ଯୋଡ଼ି ହେଉଛନ୍ତି ଆମର ସହରବାସୀ। କାୟାକଳ୍ପ ବଦଳି ଯାଇଛି, ସ୍ମାର୍ଟ ସିଟିର ମାନ୍ୟତା ମିଳିଛି, କିନ୍ତୁ ଆଜି ମଧ୍ୟ ଅନେକ ସମସ୍ୟା ମଧ୍ୟରେ ଯୋଡ଼ି ହେଉଛନ୍ତି ସହରବାସୀ। ଅସରାଏ ବର୍ଷାରେ ରାସ୍ତାରେ ପାଣି ଯାଉଛି। ଡ୍ରୋନରେ ପିଲାମାନେ ଭାସିଯିବାର ମଧ୍ୟ ଖବର ଆସୁଛି। ବିପର୍ଯ୍ୟୟ ଟ୍ରାଫିକ ବ୍ୟବସ୍ଥାକୁ ନେଇକି ପାର୍କିଂ ସମସ୍ୟା, ରାସ୍ତାଘାଟ ସମସ୍ୟା, ଜବରଦଖଲ, ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା ଭଳି ସମସ୍ୟାର ଲମ୍ବା ତାଲିକା ରହୁଛି। ବର୍ଷୁଛି ନିଆଁ, ଅସହ୍ୟ ତାତି ସାଙ୍ଗକୁ ଗୁଳିଗୁଳି। ଗ୍ରୀଷ୍ମର ପ୍ରଭାବରୁ ଦାଉ ସାଜୁଛି ଖରା। ଦିନକୁ ଦିନ ଯାଜପୁର ସହରରେ ପାରଦ ବଢୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ 10ଟା ପରେ ରାସ୍ତାଘାଟ ସୁନସାନ ହୋଇଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲା ନ ଯିବା ସାଧାରଣ ଲୋକଙ୍କ ଅସନ୍ତୋଷକୁ ବଢ଼ିବାରେ ଲାଗୁଛି। ଅନ୍ୟପଟେ ଅଂଶୁଘାତର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ଥିବା ନେଇ ମଧ୍ୟ ସୂଚନା ଆସିଛି। ଅନଲାଇନ ପରୀକ୍ଷା ସେଣ୍ଟର ଉପରେ ସିବିଆଇର ଚଢ଼ାଉ। ଏସ୍ଆଇ ପରୀକ୍ଷା ସ୍କାମରେ ସିବିଆଇର ବଡ଼ ଆକ୍ସନ ଦେଖିବାକୁ ମିଳିଛି। ଏସ୍ଆଇ ପରୀକ୍ଷା ସ୍କାମ ମାମଲାରେ ଫେରାର ଅଭିଯୁକ୍ତ ଗୋବିନ୍ଦ ତ୍ରିପାଠୀଙ୍କ ସହିତ ସମ୍ପୃକ୍ତ ଅନଲାଇନ ପରୀକ୍ଷା ସେଣ୍ଟର ଉପରେ ସିବିଆଇର ପ୍ରଥମ ଚଢ଼ାଉ ହୋଇଛି। ଟୋଲକୋ ସ୍କୁଲ କମ୍ପ୍ଲେକ୍ସ ଭିତରେ ଚାଲିଛି ଏହି ଚଢ଼ାଉ। ପ୍ରାୟ 20 ଜଣିଆ ସିବିଆଇ ଟିମ୍ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ ପାଇଁ ବ୍ୟାପକ ତଦନ୍ତ କରୁଛନ୍ତି। ଏହି ସ୍କିମ୍ ସହିତ ସମ୍ପୃକ୍ତ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ ସମେତ 17 ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ସିବିଆଇ କୋର୍ଟରେ ପ୍ରମାଣପତ୍ର ମଧ୍ୟ ଦାଖଲ କରାଯାଇଛି। ବିଭିନ୍ନ ଥାନାରେ 324ଟି ସିସିଟିଭି କ୍ୟାମେରା ଅଚଳ। ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ ଏବଂ ଆଉଟପୋଷ୍ଟରେ ବହୁ ସଂଖ୍ୟାରେ ସିସିଟିଭି କ୍ୟାମେରା ଅଚଳ ହୋଇପଡ଼ିଥିବା ନେଇ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଇନ ଶୃଙ୍ଖଳା ତଥା ଏଡିଜି, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର
ବା OCSCCOଙ୍କୁ ଏକ ଜରୁରୀ ପତ୍ର ଲେଖି ଅବଗତ କରାଇଛନ୍ତି। ରାଜ୍ୟର ଅଧିକାଂଶ ଥାନାରେ ଅଚଳ ପଡ଼ିଛି CCTV କ୍ୟାମେରା। ନେତାନ୍ୟାହୁଙ୍କ ଯୋଗୁଁ ହୋଇପାରି ନାହିଁ ଶାନ୍ତି ଚୁକ୍ତି। ବେଞ୍ଜାମିନ ନେତାନ୍ୟାହୁ ଯୋଗୁଁ ଆମେରିକା ଏବଂ ଇରାନ ମଧ୍ୟରେ ହୋଇପାରି ନାହିଁ ଶାନ୍ତି ଚୁକ୍ତି। ଏହାକୁ ନେଇ ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଯାଇଛି। ଇସଲାମାବାଦରେ ଦୁଇ ଦେଶର ପ୍ରତିନିଧିଙ୍କ ବୈଠକ ଚାଲିଥିବା ବେଳେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ତଥା ବେଞ୍ଜାମିନ ନେତାନ୍ୟାହୁ ଯୁକ୍ତରାଷ୍ଟ୍ର ଉପରାଷ୍ଟ୍ରପତି ତଥା JD ଭାନ୍ସଙ୍କୁ ଫୋନ କଲ୍ ଆସିଥିଲା, ଯେଉଁଥିରେ ଯୁଦ୍ଧ ବିରତି ନେଇ ସହମତି ପ୍ରକାଶ ହୋଇପାରିନଥିଲା ବୋଲି ଇରାନ ପକ୍ଷରୁ ଦାବି କରାଯାଇଛି। ଗୀତରୁ ରେଷ୍ଟୁରାଣ୍ଟ ଓ ଶୁଭ ପର୍ଯ୍ୟନ୍ତ ଯାତ୍ରା। ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଆଶା ଭୋସଲେଙ୍କ ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଦେଇଥିଲା। ଆଶା ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ। ପ୍ରତିଟି ଭାରତୀୟଙ୍କ ମୁହଁରେ ତାଙ୍କ ଗୀତ ରହୁଛି, କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଆଶା ତାଇ କେବଳ ସ୍ୱରର ରାଣୀ ନଥିଲେ, ବରଂ ସ୍ୱାଦର ମଧ୍ୟ ଥିଲେ। ତାଙ୍କର ଖାଦ୍ୟ ଏବଂ ରୋଷେଇ ପ୍ରତି ଗଭୀର ପ୍ରେମ ଥିଲା ଏବଂ ସାରା ବିଶ୍ୱରେ ତାଙ୍କ ନାମରେ ଅନେକ ରେଷ୍ଟୁରାଣ୍ଟରେ ନାମିତ ରହୁଛି, ଯାହା ଏତେ ଲୋକଲୋଚନକୁ ମଧ୍ୟ ଏବେ ଯାଏ ଆସିନାହିଁ। ଆଶାଙ୍କ ମୃତ୍ୟୁ କେବଳ ସଙ୍ଗୀତ ଜଗତରେ ଶୋକର ଛାୟା ଦେଇନାହିଁ, ବରଂ ଆମର ସମସ୍ତଙ୍କ ପୁରା ଭାରତୀୟମାନଙ୍କ ପାଇଁ ଗୋଟେ ଶୋକର ଛାୟା ଖେଳିଯାଇଛି। 16 ବର୍ଷ ପରେ ହଙ୍ଗେରୀରେ ଭିକ୍ଟର ଅରବାନଙ୍କ ଶାସନ ଶେଷ। 16 ବର୍ଷ ଧରି ହଙ୍ଗେରୀରେ ଶାସନ କରିଥିବା ପ୍ରଧାନମନ୍ତ୍ରୀ ତଥା ଭିକ୍ଟର ଅରବାନ ସଂସଦୀୟ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ଜାତୀୟତାବାଦୀ ତଥା ଅରବାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଭାବରେ ବିବେଚନା କରାଯାଏ। କଣ୍ଟରଭେଜିଭ ପାର୍ଟିର ପିଟର ମାର୍ଗ୍ୟାନଙ୍କୁ ଟିଜା ପାର୍ଟି ହଙ୍ଗେରୀ ନିର୍ବାଚନ ଏକ ବିରାଟ ବିଜୟ ହାସଲ କରିଛି, ଯାହା ଅରବାନଙ୍କ 16 ବର୍ଷର ଶାସନକୁ ମଧ୍ୟ ଅନ୍ତ କରିଦେଇଛି। ଇସଲାମାବାଦରେ ଆଲୋଚନା ବିଫଳ। ସାନି ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଛନ୍ତି ପୁଟିନ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଶକ୍ତି ସଙ୍କଟ ଦେଖାଯାଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ବିଶ୍ୱର ବିଭିନ୍ନ ସ୍ତରରୁ ଚାପ ପକାଯାଉଛି। ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ରୁଷର ରାଷ୍ଟ୍ରପତି ତଥା ଭ୍ଲାଦିମିର ପୁଟିନ ମଧ୍ୟ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି। ପୁଟିନ ତାଙ୍କର ଇରାନ ପ୍ରତିପକ୍ଷ ତଥା ମସୁଦ ପାଜିକିସ୍ତାନକୁ ଫୋନ କରି ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ସମ୍ପର୍କରେ ପଚାରି ବୁଝିଥିଲେ ବୋଲି ରୁଷର ନ୍ୟୁଜ ଏଜେନ୍ସି ସୂଚନା ଦେଇଛି। 12 ଘଣ୍ଟା ବୈଠକ ମଧ୍ୟରେ 21 ଥର ଫୋନ କରିଛନ୍ତି ଟ୍ରମ୍ପ। ଆମେରିକାର ଉପରାଷ୍ଟ୍ରପତି JD ଭାନ୍ସ କହିଛନ୍ତି ଯେ ଇସଲାମାବାଦରେ ଇରାନ ସହିତ ଶାନ୍ତି ଆଲୋଚନା ବେଳେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଲଗାତାର ଯୋଗାଯୋଗ କରିଥିଲେ। ଆଲୋଚନା ବିଫଳ ହେବା ପରେ ଭାନ୍ସ ଆମେରିକା ପ୍ରତ୍ୟାବର୍ତ୍ତନ କରିବା ବେଳେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମ ରାଷ୍ଟ୍ରପତିଙ୍କ ସହିତ ଲଗାତାର ଯୋଗାଯୋଗରେ ଥିଲୁ। ଗତ 21 ଘଣ୍ଟା ମଧ୍ୟରେ ମୁଁ ଜାଣିନାହିଁ ଯେ ଆମେ ତାଙ୍କ ସହିତ କେତେ ଥର କଥା ହୋଇଛୁ, ଅଧ ଡଜନ କିମ୍ବା 1 ଡଜନରୁ ଅଧିକ ଥର।